ଯାତ୍ରା ପୁସ୍ତକ 30 ପର୍ବ। ଆଉ ତୁମେ ଧୂପ ଜଳାଇବା ପାଇଁ ସିଟମ କାଷ୍ଠର ଏକ ବେଦୀ ନିର୍ମାଣ କରିବ। ତାହା 1 ହସ୍ତ ଦୀର୍ଘ, 1 ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି 2 ହସ୍ତ ଉଚ୍ଚ ହେବ। ତହିଁର ଶୃଙ୍ଗ ସକଳ ତହିଁର ଅଂଶ ହେବ। ତହିଁର ପୃଷ୍ଠ ଓ ଚାରିପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ। ପୁଣି ତହିଁର କାନ୍ଥି ତଳେ 2 ପାର୍ଶ୍ୱର 2 କୋଣ ନିକଟରେ ସ୍ୱର୍ଣ୍ଣର 2 କଡ଼ା କରିବ। ଆଉ ତାହା ବହନାର୍ଥକ ସାଙ୍ଗିର ଘରା ହେବ। ସେହି ସାଙ୍ଗି ସିଟାମ କାଷ୍ଠରେ ନିର୍ମାଣ କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ ଅର୍ଥାତ୍ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନର ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକର ଅଗ୍ରଗତି ବିଚ୍ଛେଦ ବସ୍ତ୍ରର ଆଗରେ ତାହା ରଖିବ। ହାରଣ ତଇଁ ଉପରେ ସୁଗନ୍ଧି ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ। ପୁଣି ସନ୍ଧ୍ୟାକାଳେ ହାରଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ। ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପଦାହ ହେବ। ତୁମ୍ଭେମାନେ ତହିଁ ଉପରେ ଇତର ଧୂପ ଅବା ହୋମବଳି କି ଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ। ପୁଣି ହାରଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ନିମନ୍ତେ ପ୍ରାୟଶ୍ଚିତ କରିବ। ସେ ପ୍ରାୟଶ୍ଚିତାର୍ଥକ ପାପାବଳୀର ରକ୍ତ ଦ୍ୱାରା ତୁମମାନଙ୍କର ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ଏହି ବେଦୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଯେତେବେଳେ ତୁମେ ଗଣିତ ଲୋକମାନଙ୍କ ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ। ଯେ କେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ ସେ ପବିତ୍ର ସ୍ଥାନର ସେକଲ ଅନୁସାରେ ଅର୍ଦ୍ଧ ସେକଲ ଦେବ। 20 ସେରରେ 1 ସେକଲ। ସେହି ଅର୍ଦ୍ଧ ସେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ। 20 ବର୍ଷ କିଏ ବା ତହିଁରୁ ଅଧିକ ବର୍ଷ ବୟସ୍କ ଯେ କେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ। ତୁମେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେଲାବେଳେ ଧନବାନ ଅର୍ଦ୍ଧେକ ସେକଲରୁ ଅଧିକ ଦେବ ନାହିଁ। ପୁଣି ଦରିଦ୍ର ତହିଁରୁ ଉଣା ଦେବ ନାହିଁ। ତୁ ତୁମ୍ଭେ ଇସ୍ରାଏଲ ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ ରୂପା ନେଇ ସମାଗମ ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ। ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ। ପୁଣି ସମାଗମ ତମ୍ବୁ ଓ ବେଦୀ ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୁରାଇବ। ଆଉ ହାରଣ ଓ ତାହାର ପୁତ୍ରଗଣ ତହିଁର ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ। ସେମାନେ ସମାଗମ ତମ୍ବୁରେ ପ୍ରବେଶ କରିବା ବେଳେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ। କିଏ ବା ସଦାପ୍ରଭୁଙ୍କର ସେବା ନିମନ୍ତେ ଅର୍ଥାତ୍ ଅଗ୍ନିକୃତ ଉପହାର ଧୂପ ନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦୀ ନିକଟକୁ ଆସିବା ବେଳେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ। ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି। ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ଏହି ସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ପବିତ୍ର ସ୍ଥାନର ସେକଲ ଅନୁସାରେ 500 ସେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ ଅର୍ଥାତ୍ 250 ସେକଲ ସୁଗନ୍ଧି ଦାରୁଚିନି ଓ 250 ସେକଲ ସୁଗନ୍ଧି ବଚ ଓ 500 ସେକଲ ଗୁଡ଼ ତତ୍ତ୍ୱ 1 ହିନ୍ ଜିତ ତୈଳ ସଂଗ୍ରହ କରିବ। ଏହିସବୁ ଦ୍ୱାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ ଅର୍ଥାତ୍ ଗନ୍ଧ ବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ। ତାହା ତୁମେ ନେଇ ସମାଗମ ତମ୍ବୁ ଓ ସାକ୍ଷ୍ୟ ସିନ୍ଦୁକ, ପୁଣି ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ପାତ୍ର, ଆଉ ଧୂପବେଦୀ ଓ ତହିଁର ସକଳ ପାତ୍ର ଓ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରିବ। ପୁଣି ଏହିସବୁ ବସ୍ତୁକୁ ପବିତ୍ର କରିବ। ତହିଁରେ ତାହା ମହାପବିତ୍ର ହେବ। ଯାହା କିଛି ତାହା ସ୍ପର୍ଶ କରଇ ସେସବୁ ପବିତ୍ର ହେବ। ପୁଣି ତୁମ୍ଭେ
ହାରଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜନ କର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ। ଆଉ ଇସ୍ରାଏଲ ସନ୍ତାନଗଣକୁ କହିବ, ତୁମମାନଙ୍କର ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ। ମନୁଷ୍ୟର ଶରୀରରେ ତାହା ଢଳାଯିବ ନାହିଁ। ଅଥବା ତୁମେମାନେ ତହିଁର ମିଶ୍ରିତ ଦ୍ରବ୍ୟ ପରିମାଣ ଅନୁସାରେ ଆଉ କୌଣସି ତୈଳ କରିବ ନାହିଁ। ତାହା ପବିତ୍ର ଅଟେ, ଆଉ ତାହା ତୁମମାନଙ୍କ ପ୍ରତି ପବିତ୍ର। ଯେ କେହି ତତୁଲ୍ୟ କିଛି ପ୍ରସ୍ତୁତ କରିବ ଅବା ଯେ କେହି ଅନ୍ୟ ବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗ୍ଗୁଳ ଓ ନଖି ଓ କୁନ୍ଦୁରୁ ନିର୍ମଳ ଲୋବାନ ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର। ପୁଣି ତଦ୍ୱାରା ଗନ୍ଧବଣିକର କ୍ରିୟାରେ ପ୍ରସ୍ତୁତ ଓ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର। ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। ପୁଣି ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଯେ କେହି ଆପଣା ଘ୍ରାଣାର୍ଥେ ତତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଯାତ୍ରା ପୁସ୍ତକ 31 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଦେଖ, ଆମ୍ଭେ ଜିହୁଦା ବଂଶୀୟ ହୁରର ପୌତ୍ର ଉରିର ପୁତ୍ର ବତ୍ସଲେକକୁ ନାମ ଧରି ଡାକିଲୁ। ପୁଣି ଶିଳ୍ପକର୍ମ ଅର୍ଥାତ୍ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଖଚନାର୍ଥକ ମଣିକର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି ସର୍ବପ୍ରକାରର ଶିଳ୍ପକର୍ମ କରଣାର୍ଥେ ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ଣ୍ଣେନ୍ୟ ପୁଣ୍ୟ ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କଲୁ। ଆଉ ଦେଖ, ଆମେ ଦାନବଂଶଜାତ ଅହିସାମକର ପୁତ୍ର ଅହଲ୍ୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କଲୁ। ପୁଣି ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଲୁ। ଏଣୁ ଆମ୍ଭେ ତୁମକୁ ଯେ ସମସ୍ତ ଆଜ୍ଞା ଦେଲୁ, ତାହା ସବୁ ସେମାନେ ନିର୍ମାଣ କରିବେ। ଅର୍ଥାତ୍ ସମାଗମ ତମ୍ବୁ ଓ ସାକ୍ଷ୍ୟ ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ତମ୍ବୁର ସମସ୍ତ ପାତ୍ର, ଆଉ ମେଜ, ତହିଁର ପାତ୍ରାଦି ଓ ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ର ଓ ଧୂପବେଦୀ ଓ ହୋମବେଦୀ ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି। ପୁଣି ସୁଶୋଭିତ ବସ୍ତ୍ର ଓ ଯାଜକ କର୍ମ ଓ କରଣାର୍ଥେ ହାରଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର। ପୁଣି ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ। ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମକୁ ଦେଲୁ, ତଦନୁସାରେ ସେମାନେ କରିବେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆହୁରି ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ। ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ। ଏଣୁ ତୁମ୍ଭେମାନେ ବିଶ୍ରାମ ଦିନ ପାଳନ କରିବ, କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟଇ। ଯେ କେହି ତାହା ଅପବିତ୍ର କରଇ ନିଶ୍ଚୟ ତାର ପ୍ରାଣଦଣ୍ଡ ହେବ। ପୁଣି ଯେକୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 6 ଦିନ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହାବିଶ୍ରାମ ଦିନ। ସେହି ବିଶ୍ରାମ ଦିନରେ ଯେ କେହି କାର୍ଯ୍ୟ କରଇ ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ। ଏହେତୁ ଇସ୍ରାଏଲ ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମ ଦିନ ପାଳନ କରିବେ। ତାହା ଆମ୍ଭ ଓ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ। କାରଣ ସଦାପ୍ରଭୁ 6 ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ। ତହୁଁ ସେ ସିନାୟ ପର୍ବତରେ ମୋଶାଙ୍କ ସହିତ କଥା ସାଙ୍ଗ କରି ସାକ୍ଷ୍ୟ ସ୍ୱରୂପ 2 ପଟା ଅର୍ଥାତ୍ ପରମେଶ୍ୱରଙ୍କର ଅଙ୍ଗୁଳି ଲିଖିତ 2 ପ୍ରସ୍ତର ପଟା ତାଙ୍କୁ ଦେଲେ।